ଅହଙ୍କାରୀ, ପାପୀ ଓ ଅତ୍ୟାଚାରୀ ଲୋକମାନଙ୍କ ପାଖରେ ମା ଲକ୍ଷ୍ମୀ କାହିଁକି ବାସ କରିଥାନ୍ତି ଓ ସେମାନେ ଖୁସିରେ ଜୀବନ ଅତିବାହିତ କରିଥାନ୍ତି କାହିଁକି? ଦର୍ଶକ ବନ୍ଧୁ, ଆଜିର କାହାଣୀଟି ବହୁତ ରୋଚକପୂର୍ଣ୍ଣ। ତେଣୁ କାହାଣୀଟିକୁ ଅଧାରୁ ନ ଛାଡ଼ି ଶେଷ ପର୍ଯ୍ୟନ୍ତ ଅବଶ୍ୟ ଶୁଣନ୍ତୁ। କାହାଣୀଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଯେଉଁମାନେ ପାପ କରନ୍ତି, ସବୁବେଳେ ମିଥ୍ୟା କୁହନ୍ତି, ସଚୋଟ ଲୋକମାନଙ୍କ ସହ ପ୍ରତାରଣା କରନ୍ତି ଏବଂ ଲୋକମାନଙ୍କ ବିଶ୍ୱାସରେ ବିଷ ଦେଇ ସେମାନଙ୍କୁ ବୋକା ବନେଇ ଟଙ୍କା ରୋଜଗାର କରନ୍ତି, ସେହି ଲୋକମାନେ ଧନୀ ଓ ସୁଖମୟ ଜୀବନଯାପନ କିପରି କରିଥାନ୍ତି? ଯେଉଁମାନେ ପ୍ରକୃତ ଦ୍ରବ୍ୟ ବଦଳରେ ଲୁଟ୍, ଅସାଧୁ ଓ ନକଲି ସାମଗ୍ରୀ ବିକ୍ରୟ କରି ଟଙ୍କା ରୋଜଗାର କରନ୍ତି, ସେମାନେ ସଚୋଟ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଖୁସି ମନେ ହୁଅନ୍ତି କାହିଁକି? ଯେଉଁମାନେ ଟଙ୍କା ରୋଜଗାର କରିବା ପାଇଁ ହିଂସା ଏବଂ ପ୍ରତାରଣା ପ୍ରୟୋଗ କରନ୍ତି, ସେମାନେ କାହିଁକି ଉନ୍ନତି କରିଥାନ୍ତି? ଏକଦା ପ୍ରଭୁ ଶଙ୍କର ଓ ମାତା ପାର୍ବତୀ କୈଳାସ ପର୍ବତ ଉପରେ ବସିଥିଲେ ଏବଂ ଉଭୟଙ୍କର ମଧ୍ୟରେ ଆଲୋଚନା ଚାଲିଥିଲା। ମାତା ପାର୍ବତୀ ପ୍ରଶ୍ନ ପଚାରୁଥିଲେ ଏବଂ ଭଗବାନ ଶଙ୍କର ତାଙ୍କର ଉତ୍ତର ଦେଉଥିଲେ। ମାତା ପାର୍ବତୀ ଭଗବାନ ଶିବଙ୍କୁ କହିଲେ, ପ୍ରଭୁ, ଆପଣ ସ୍ୱୟଂ ଏହି ତିନି ଜଗତର ସୃଷ୍ଟିକର୍ତ୍ତା। କାରଣ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତିନିଜଣ ସମାନ ଶକ୍ତିର ତିନୋଟି ଭିନ୍ନ ରୂପ। ହେ ଦେବାଧିଦେବ ମହାଦେବ, ମୁଁ ଆପଣଙ୍କ ଠାରୁ ଜାଣିବାକୁ ଚାହେଁ ଯେ ଏ ଦୁନିଆରେ ପାପୀ ଲୋକମାନେ ଅଛନ୍ତି, ଅତ୍ୟାଚାରୀ ଲୋକ ଅଛନ୍ତି ଓ ଅହଙ୍କାରୀ ଲୋକ ମଧ୍ୟ ଅଛନ୍ତି। ସେମାନେ ସର୍ବଦା ସରଳ ଓ ନିରୀହ ଲୋକଙ୍କୁ ଆଘାତ ଦେଇଥାନ୍ତି। ବେଳେବେଳେ ସେମାନେ ଧାର୍ମିକ ଆଲୋଚନାରେ ଲିପ୍ତ ରହିଥାନ୍ତି। କିନ୍ତୁ ସେହି ଲୋକମାନେ କାହିଁକି ଖୁସିରେ ରହିଥାନ୍ତି? ସେହି ଲୋକମାନେ କାହିଁକି ଧନୀ ହୋଇଥାନ୍ତି? ଦେବୀ ଲକ୍ଷ୍ମୀ ଏପରି ଲୋକମାନଙ୍କ ପାଖରେ ରହିଥାନ୍ତି କିପରି? ମୁଁ ଏହି ବିଷୟରେ ଆପଣଙ୍କ ଠାରୁ ଜାଣିବାକୁ ଚାହେଁ। ଯେତେବେଳେ ଭଗବାନ ଶଙ୍କର ମାତା ପାର୍ବତୀଙ୍କ ଠାରୁ ଏହି କଥା ଶୁଣିଲେ, ଭଗବାନ ଶଙ୍କର କହିଲେ, ଦେବୀ, ଏ ଜଗତ ହେଉଛି ଗୋଟିଏ ମହାସାଗର। ଏଥିରେ କ'ଣ ଘଟେ ତାହା କଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ। ଠିକ୍ ଅଛି, ମୁଁ ତୁମ ପ୍ରଶ୍ନର ଉତ୍ତର ନିଶ୍ଚୟ ଦେବି। ଭଗବାନ ଶିବ ମାତା ପାର୍ବତୀଙ୍କୁ ନେଇ ବିଶ୍ୱ ଭ୍ରମଣ କରିବା ପାଇଁ ବାହାରି ପଡ଼ିଲେ। ଭଗବାନ ଶଙ୍କର କୁହନ୍ତି, ହେ ଦେବୀ, ତୁମ ପ୍ରଶ୍ନର ସମାଧାନ ମଧ୍ୟ ଆମର ଏହି ଯାତ୍ରାରେ ଲୁଚି ରହିଛି। ବର୍ତ୍ତମାନ ମାତା ପାର୍ବତୀ ଓ ଭଗବାନ ଶିବ ସେମାନଙ୍କର ଛଦ୍ମ ନାମକୁ ବଦଳାଇ ନିଜକୁ ଏକ ଗରିବ ବ୍ରାହ୍ମଣ ଓ ବ୍ରାହ୍ମଣୀର ଛଦ୍ମ ନାମ କଲେ। ମୃତ୍ୟୁର ଦୁନିଆକୁ ଦେଖିବା ପାଇଁ ସେମାନେ ଚାଲୁ ଚାଲୁ ଏକ ଜଙ୍ଗଲରେ ପହଞ୍ଚିଲେ। ସେଠାରେ ଏକ ଗଛ କଟା ହୋଇ କେବଳ ତାର ମୂଳ ଥିଲା, ଯାହା ମାଟିର ଅଳ୍ପ ବାଟ ଉପରକୁ ଥିଲା। ଭଗବାନ ଶିବ ମାତା ପାର୍ବତୀଙ୍କ ସହ ବୁଲୁଥିଲେ। ଅନ୍ଧକାର ହେତୁ ଭଗବାନ ଶଙ୍କର ସେହି କଟା ଗଛକୁ ଦେଖିପାରିନଥିଲେ ଏବଂ ତାଙ୍କ ପାଦ ସେହି କଟା ଗଛ ସହିତ ଧକ୍କା ହେବା ମାତ୍ରେ ଭଗବାନ ଶଙ୍କର ଆଗକୁ ପଡ଼ିଯାଇଥିଲେ। ତାଙ୍କ ପାଦରୁ ରକ୍ତ ପ୍ରବାହିତ ହେବାକୁ ଲାଗିଲା। ମାତା ପାର୍ବତୀ ବ୍ୟସ୍ତ ହୋଇ ତାଙ୍କ ଲୁଗାକୁ ଚିରି ଶୀଘ୍ର ଏକ ଖଣ୍ଡ ଶଙ୍କରଙ୍କର ପାଦରେ ବାନ୍ଧିଦେଲେ। ମାତା ପାର୍ବତୀ ବ୍ୟସ୍ତ ହୋଇପଡ଼ିଲେ ଓ ଭଗବାନ ଶଙ୍କର ସେଠାରେ ଠିଆ ହୋଇ ରହିଥିବା କଟା ଗଛକୁ ଚାହିଁଲେ। ହେ କଟା ଗଛ, ମୁଁ ତୁମକୁ ଆଶୀର୍ବାଦ ଦେଉଛି। ତୁମେ ବହୁତ ବଡ଼ ହୋଇଯାଅ। ଏହି ଜଙ୍ଗଲରେ ତୁମର ଉଚ୍ଚତା ସମସ୍ତଙ୍କଠାରୁ ଲମ୍ବା ହେଉ। ତୁମର ସମସ୍ତ ଗଛ ଅପେକ୍ଷା ସୌନ୍ଦର୍ଯ୍ୟ ଅଧିକ ଚମତ୍କାର ହେଉ। ଭଗବାନ ଶିବଙ୍କ ଏହି ଆବରଣରେ ମାତା ପାର୍ବତୀ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇଗଲେ। ଯେତେବେଳେ ମାତା ନିଜକୁ ଅଟକାଇ ପାରିଲେ ନାହିଁ, ମାତା ଭଗବାନ ଶଙ୍କରଙ୍କୁ କହିଲେ, ପ୍ରଭୁ, ଆପଣଙ୍କର ଲୀଳା ଅତ୍ୟନ୍ତ ଅଦ୍ଭୁତ ଅଟେ। ଦେଖନ୍ତୁ, ଆପଣଙ୍କ ପାଦରୁ କେତେ ରକ୍ତ ପ୍ରବାହିତ ହେଉଛି। ତଥାପି ଆପଣ ସେହି କଟା ଗଛକୁ ଏତେ ବଡ଼ ହେବାର ଆଶୀର୍ବାଦ ଦେଇଛନ୍ତି, ଯାହାର ମୂଳକୁ ଝୁଣ୍ଟି ଆପଣ ଆଘାତ ପାଇଛନ୍ତି। ମାତା ପାର୍ବତୀଙ୍କୁ ଅତ୍ୟନ୍ତ ଦୁଃଖଦ ଅବସ୍ଥାରେ ଦେଖି ଭଗବାନ କହିଲେ, ଦେବୀ, ଯେତେବେଳେ ସମୟ ଆସିବ, ତୁମେ ମଧ୍ୟ ଏହାର ଉତ୍ତର ପାଇଯିବ। ଏହିପରି ଭଗବାନ ଶିବ ଓ ମାତା ବିଶ୍ୱ ଭ୍ରମଣ କରିବା ପରେ କୈଳାସକୁ ଫେରିଯାଆନ୍ତି ଏବଂ ପୁନର୍ବାର ସେମାନେ ଧାର୍ମିକ ଆଲୋଚନାରେ ବ୍ୟସ୍ତ ରୁହନ୍ତି।
କିନ୍ତୁ ମାତା ପାର୍ବତୀଙ୍କର ସେହି ପ୍ରଶ୍ନର ଉତ୍ତର ନ ପାଇବାରୁ ବାରମ୍ବାର ତାଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଯାଇଥିଲା ଯେ ଭଗବାନ ଏପରି କାହିଁକି କଲେ। ଏହି କଥା ତାଙ୍କ ମନରେ ବାରମ୍ବାର ଘୂରି ବୁଲୁଥିଲା। ଦିନେ ମାତା ପାର୍ବତୀ ଭଗବାନଙ୍କୁ ପଚାରିଲେ, ମୋତେ କୁହନ୍ତୁ, ଜଗତର ପାପୀ ଲୋକ, ପାପୀ ମଣିଷ ଯେଉଁମାନେ ଅହଙ୍କାର କରିଥାନ୍ତି ଏବଂ ଯେଉଁମାନେ ମନ୍ଦ ପ୍ରବୃତ୍ତି ବିଷୟରେ ଚିନ୍ତା କରନ୍ତି, ସେମାନେ କାହିଁକି ସୁଖମୟ ଜୀବନଯାପନ କରିଥାନ୍ତି? ଦୁଷ୍ଟ ଲୋକମାନେ ଅଧିକ ସମୃଦ୍ଧି କାହିଁକି? ଭଗବାନ ଶଙ୍କର ପୁନର୍ବାର କହିଲେ, ପାର୍ବତୀ, ସମୟ ଆସିଲେ ଏହି ପ୍ରଶ୍ନର ଉତ୍ତର ପାଇଯିବ। ତୁମେ କିଛି ସମୟ ଅପେକ୍ଷା କର। ସେହି ସମୟରେ ଯେଉଁ ଗଛଟି ଏକ କଟା ଗଛ ଥିଲା, ପ୍ରଭୁ ଶଙ୍କରଙ୍କର ଆଶୀର୍ବାଦ ପ୍ରାପ୍ତ କରି ବିରାଟକାୟ ଗଛରେ ପରିଣତ ହୋଇଥିଲା। ସେହି ଗଛର ଏକ ଶାଖା ବାହାରିଲା ଏବଂ ଚାହୁଁ ଚାହୁଁ ଗଛଟି ବିଶାଳକାୟର ରୂପ ନେଇଗଲା। ସେହି ଗଛଟି ବର୍ତ୍ତମାନ ବହୁତ ବଡ଼ ହୋଇଯାଇଥିଲା ଏବଂ ସେହି ଜଙ୍ଗଲରେ ସମସ୍ତ ଗଛ ଅପେକ୍ଷା ବହୁତ ଲମ୍ବ ହୋଇଯାଇଥିଲା। ଧୀରେ ଧୀରେ ସେହି ଗଛଟି ଲମ୍ବା ଶାଖା ସହ ଘନ ଛାୟାରେ ବଡ଼ ହେବାକୁ ଲାଗିଲା। ତାର ଛାୟା ବହୁତ ଦୂର ପର୍ଯ୍ୟନ୍ତ ବ୍ୟାପିବା ପାଇଁ ଲାଗିଲା। ଏହି କାରଣରୁ ଗଛଟି ଗର୍ବ ଅନୁଭବ କରିବା ପାଇଁ ଲାଗିଲା। ସେ ନିଜଠାରୁ ଛୋଟ ଗଛମାନଙ୍କ ଉପରେ ହସିବା ପାଇଁ ଲାଗିଲା ଏବଂ ସେମାନଙ୍କୁ ଉପହାସ ମଧ୍ୟ କଲା। ସେ ସର୍ବଦା ଗର୍ବରେ ନିଜ ମୁଣ୍ଡକୁ ଉଚ୍ଚା ରଖୁଥିଲା। ଭାବୁଥିଲା ସେ କୌଣସି ଗଛର ସଦୃଶ ନୁହଁ କି କାହାକୁ ତାଠାରୁ ଶ୍ରେଷ୍ଠ ମନେ କଲା ନାହିଁ। କିନ୍ତୁ ମୁଁ ଆପଣମାନଙ୍କୁ ଗୋଟିଏ କଥା କହିବାକୁ ଚାହେଁ, ଯେଉଁ ବ୍ୟକ୍ତି ଯେପରି ଥାଆନ୍ତି, ନିଜ ପ୍ରକୃତି କେବେ ଛାଡ଼ନ୍ତି ନାହିଁ। ଜଣେ ମନ୍ଦ ବ୍ୟକ୍ତି ନିଜ ଦୁଷ୍ଟତାକୁ କେବେ ବି ଛାଡ଼ିପାରନ୍ତି ନାହିଁ। ବେଳେବେଳେ କିଛି ଲୋକ ଧନ ଓ ପଦ ପାଇବା ପରେ ଗର୍ବରେ ପରିପୂର୍ଣ୍ଣ ହୋଇଯାଆନ୍ତି, ତଥାପି ସେମାନେ ଶୀଘ୍ର ନଷ୍ଟ ହୋଇଯାଆନ୍ତି। ଯଦି କେହି ହଠାତ୍ ଶକ୍ତି ଏବଂ ଧନ ପାଆନ୍ତି, ତେବେ ସେ ନିୟନ୍ତ୍ରଣ ବାହାରେ ରହିବା ପାଇଁ ସ୍ୱାଭାବିକ ଲାଗିଥାଏ। ସେହି ବୃକ୍ଷକୁ ବଡ଼ ହେବା ପରେ ଅନେକ ପ୍ରକାରର ପକ୍ଷୀ ସେହି ଲମ୍ବା ଶାଖା ଉପରେ ବସା ବାନ୍ଧିବାକୁ ଇଚ୍ଛା ପ୍ରକାଶ କଲେ। କିନ୍ତୁ ସେହି ବୃକ୍ଷ ଏତେ ଅହଙ୍କାରୀ ଥିଲା ଯେ ସେ ସେମାନଙ୍କୁ ଭୟଭୀତ କରାଇ ତଡ଼ିବାକୁ ଚେଷ୍ଟା କଲା। ଏହି ପକ୍ଷୀମାନେ ମୋର ସମସ୍ତ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେବେ ବୋଲି ସେ ଭାବୁଥାଏ। ମୋ ଉପରେ ବସା ବାନ୍ଧିବେ, ଦିନରାତି ମୋ କାନ ପାଖରେ କିଚିରିମିଚିରି କରିବେ। ମନା କରିବା ପରେ ମଧ୍ୟ ପକ୍ଷୀମାନେ ତା ଉପରେ ବସା ନିର୍ମାଣ କଲେ। ଯେତେବେଳେ ସେ ସେଠାରେ ବାସ କରିବା ଆରମ୍ଭ କଲେ, ସେ ସେହି ଶାଖାକୁ ତଳେ ପକାଇ ଦେଉଥିଲା। ଅନେକ ଥର ସେ ତାର ଶାଖାକୁ ହଲାଇ ପକ୍ଷୀମାନଙ୍କ ଅଣ୍ଡା ଏବଂ ଶିଶୁମାନଙ୍କୁ ତଳେ ପକାଇ ମାରି ଦେଉଥିଲା। ବାସ୍ତବରେ ପକ୍ଷୀମାନେ ଅତ୍ୟନ୍ତ ଦୁଃଖଦ ହେଉଥିଲେ। ସେମାନେ ମନେ ମନେ ସେହି ଗଛକୁ ଅଭିଶାପ ଦେଉଥିଲେ ଯେ ଏ ଗଛ ବହୁତ ଅହଙ୍କାରୀ ହୋଇଯାଇଛି। ଭଗବାନ ଶଙ୍କର ମଧ୍ୟ ସେହି ମନ୍ଦ ବୃକ୍ଷର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ଧୀରେ ଧୀରେ ବସନ୍ତ ପହଞ୍ଚିବା ପରେ ଗଛଟି ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଗଲା ଏବଂ ପୁନର୍ବାର ନୂତନ ଶାଖା ଓ ପତ୍ର ବହନ କରିବାକୁ ଲାଗିଲା। ବସନ୍ତ ଋତୁରେ ଗଛ ଏତେ ସୁନ୍ଦର ହୋଇଯାଏ, ନିଜକୁ ଦେଖି ତାଙ୍କ ମନରେ ମଧ୍ୟ ଗର୍ବ ଆକାଶରେ ପହଞ୍ଚିଥିଲା। କାରଣ ସମଗ୍ର ଜଙ୍ଗଲରେ ସେହି ଗଛ ଅପେକ୍ଷା କେହି ସୁନ୍ଦର ଦେଖାଯାଉନଥିଲେ। କାରଣ ଭଗବାନ ଶଙ୍କର ତାକୁ ଆଶୀର୍ବାଦ ଦେଇଥିଲେ। ଦିନେ ବହୁତ ଶକ୍ତିଶାଳୀ ଭୟଙ୍କର ଝଡ଼ ଆସିଲା। ଝଡ଼ର ଗତି ଏତେ ଶକ୍ତିଶାଳୀ ଥିଲା ଯେ ସେ ଜଙ୍ଗଲର ସମସ୍ତ ଗଛ ଭୟଭୀତ ହୋଇଗଲେ। କିନ୍ତୁ ସେହି ଗଛ ଗର୍ବିତ ଏବଂ ହସୁଥିଲା। ସମସ୍ତ ଗଛ ଏକତ୍ରିତ ହୋଇଗଲେ ଓ ସେ ସେହି ଜଙ୍ଗଲରେ ଏକାକୀ ଠିଆ ହୋଇଥାଏ। ତାର ବଡ଼ ଆକାର ନିଜେ ତା ପାଇଁ ସମସ୍ୟା ପାଲଟିଗଲା। ସେ ପ୍ରବଳ ଝଡ଼ରେ ନିଜକୁ ରକ୍ଷା କରିବା ପାଇଁ ଅସମର୍ଥ ହୋଇଗଲା। ଶେଷରେ ତାହା ଘଟିଲା, ସେହି ଭୟଙ୍କର ଝଡ଼ ହେତୁ ଗର୍ବିତ ଗଛକୁ ପୃଥିବୀରୁ ମୂଳ ସହିତ ଉପାଡ଼ି ଫୋପାଡ଼ି ଦେଲା। ତାର ଅତ୍ୟଧିକ ବୃଦ୍ଧି ତା ବିନାଶର କାରଣ ହୋଇଗଲା। ଭଗବାନ ଶଙ୍କର ଓ ମାତା ପାର୍ବତୀ ପୁଣି ଥରେ ବିଶ୍ୱ ଭ୍ରମଣ କରିବା ପାଇଁ ସେହି ରାସ୍ତା ଦେଇ ଯାତ୍ରା କଲେ। ମାତା ପାର୍ବତୀ ଭଗବାନଙ୍କ ଠାରୁ ତାଙ୍କ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଥିଲେ। ତେଣୁ ମାତା ପାର୍ବତୀ କହିଲେ, ପ୍ରଭୁ, ଆପଣ କେବେ ମୋ ପ୍ରଶ୍ନର ଉତ୍ତର ଦେବେ ମୁଁ ବୁଝିପାରୁନାହିଁ।
ତେଣୁ ଭଗବାନ ଶଙ୍କର କହିଲେ, ପାର୍ବତୀ ଆଜି ଆସ, ମୁଁ ତୁମ ପ୍ରଶ୍ନର ଉତ୍ତର ଆଜି ହିଁ ଦେବି। ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ସେହି ବିରାଟ ଗଛ ଉପରକୁ ଉଠି ପଡ଼ିଥିଲା। ଯେତେବେଳେ ମାତା ଦେଖିଲେ ଗଛଟି ଏପରି ଅବସ୍ଥାରେ ପଡ଼ିଛି, ମାତା କହିଲେ, ହେ ଦେବଦେବ ମହାଦେବ, ଆପଣଙ୍କର ଲୀଳା ବହୁତ ଅଦ୍ଭୁତ। ଦେଖନ୍ତୁ ଏହି ଗଛ କେତେ ବଡ଼, କେତେ ସୁନ୍ଦର। ଅନ୍ୟମାନଙ୍କ ତୁଳନା ବାହାରେ ଏହାର ସୌନ୍ଦର୍ଯ୍ୟ, ଏହାର ଛାୟା କେତେ ସୁନ୍ଦର ଥିବ, କାରଣ ଏହା ଘନ ଅଟେ। ଦେଖନ୍ତୁ ନା ପ୍ରଭୁ, ଏହି ଝଡ଼ କେତେ ଖରାପ କରିଛି। ଏହି ଗଛକୁ ଚେର ସହିତ ଉପାଡ଼ି ଫୋପାଡ଼ି ଦେଇଛି। ଗଛଟି ମୂଳରୁ ନଷ୍ଟ ହୋଇଯାଇଛି। ହେ ପ୍ରଭୁ, ଏହାର କାରଣ କ'ଣ? କାହିଁକି ଏହି ସୁନ୍ଦର ଗଛଟି ଏତେ ସ୍ୱଳ୍ପ ଜୀବନ ମିଳିଲା? ଏହା ଶୁଣି ଭଗବାନ ଶଙ୍କର କହିଲେ, ପାର୍ବତୀ ତୁମେ ମଧ୍ୟ ଅତି ନିର୍ଦ୍ଦୋଷ। ସାବଧାନ ରୁହ। ଏହା ହେଉଛି ସେହି ଗଛ ଯାହାକୁ ଆମେ କିଛି ବର୍ଷ ପୂର୍ବେ ଯାତ୍ରା ଆରମ୍ଭ ସମୟରେ ଦେଖିଥିଲେ, ଏବଂ ତୁମେ ଜାଣିଛ ଯେ ଏହି ଗଛ ଦ୍ୱାରା ଝୁଣ୍ଟି ଯାଇ ପୃଥିବୀ ଉପରେ ପଡ଼ିଯାଇଥିଲି ମୁଁ। ଏବଂ ପାର୍ବତୀ, ତୁମେ କ'ଣ ଜାଣିଛ ମୁଁ ସେହି ସମୟରେ କ'ଣ କହିଥିଲି? ମାତା କହିଲେ, ହଁ ପ୍ରଭୁ, ମୋର ମନେ ଅଛି ଯେ ଆପଣ ଏହି ଗଛକୁ ବହୁତ ବଡ଼ ହେବା ପାଇଁ ଆଶୀର୍ବାଦ ଦେଇଥିଲେ। ମହାଦେବ କହିଲେ, ପାର୍ବତୀ, ଯଦି ମୁଁ ସେହି ଗଛକୁ ଉଚ୍ଛେଦ କରିଦେଇଥାନ୍ତି, ତେବେ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିଥାନ୍ତା ଏବଂ ମୁଁ ଏହାକୁ ହଟାଇ ପାରିନଥାନ୍ତି, ଏବଂ ମୋତେ ଏହାକୁ ହଟାଇବା ପାଇଁ ନିରନ୍ତର ପରିଶ୍ରମ କରିବା ପାଇଁ ପଡ଼ିଥାନ୍ତା। ସେହି ଗଛଟି ବହୁତ ଅହଙ୍କାରୀ ଓ ନିଷ୍ଠୁର ଥିଲା, ତେଣୁ ମୁଁ ସେହି ଗଛକୁ ଆଶୀର୍ବାଦ ଦେଲି। ଏହି ଗଛ ଜଙ୍ଗଲର ସବୁ ଗଛ ତୁଳନାରେ ବହୁତ ବଡ଼ ହୋଇଗଲା, ତଥାପି ସେ ତା'ର ଅହଙ୍କାର ଛାଡ଼ିଲା ନାହିଁ। ଏହାର ଅହଙ୍କାର ହିଁ ଏହାର ବିନାଶର କାରଣ ହେଲା। ସେ ନିଜକୁ ବଡ଼ ବୋଲି ଭାବି ପକ୍ଷୀମାନଙ୍କୁ ତା ଉପରେ ବସିବା ପାଇଁ ଅନୁମତି ଦେଲା ନାହିଁ। ଯାତ୍ରୀମାନଙ୍କ ପାଇଁ ଛାଇ ଯୋଗାଇବା ପୂର୍ବରୁ ଏହା ପତ୍ରଗୁଡ଼ିକୁ ମଧ୍ୟ ପୋଛି ଦେଉଥିଲା। ସେଥିପାଇଁ ଏହି ବୃକ୍ଷଟି ବହୁତ ଅହଙ୍କାରୀ ଓ ବହୁତ ବଡ଼ ପାପୀ ଥିଲା। ଏହି ବୃକ୍ଷଟି ତା ଜୀବନରେ କୌଣସି ଭଲ କାମ କରିନଥିଲା। ଯେଉଁମାନେ ଖାଲି ନାମରେ ବଡ଼ ହୁଅନ୍ତି, ସେମାନଙ୍କ ଠାରୁ କେହି ସୁଖ ପାଆନ୍ତି ନାହିଁ। ସେମାନଙ୍କ ଜୀବନ ଜଣେ କଳକାରଙ୍କ ଘଣ୍ଟି ପରି ହୋଇଯାଏ, ଯାହା ନିଶ୍ୱାସ ପ୍ରଶ୍ୱାସ କରେ, କିନ୍ତୁ ଜୀବନରେ କୌଣସି ଚିହ୍ନ ନଥାଏ। ସେହି ଗଛର ପ୍ରକୃତି ଥିବା ଲୋକମାନେ କେବଳ ନିଜକୁ ବଡ଼ କରିବାରେ ବ୍ୟସ୍ତ ରଖନ୍ତି ଏବଂ ସେମାନେ ଅନ୍ୟମାନଙ୍କୁ ଅପମାନିତ କରିବାର କାର୍ଯ୍ୟ କରିଥାନ୍ତି। ସେମାନେ କେବଳ ନିଜକୁ ଦେଖନ୍ତି ଓ ନିଜ ଶରୀରକୁ ବହୁତ ଭଲ ପାଇଥାନ୍ତି। ଯେଉଁମାନଙ୍କ ଭିତରେ ଅହଙ୍କାର ଥାଏ, ସେମାନଙ୍କର ଗର୍ବ ହିଁ ସେମାନଙ୍କୁ ହତ୍ୟା କରେ। ଏପରି ଲୋକମାନଙ୍କୁ ସେମାନଙ୍କର ବିଶେଷ ଗୁଣ ହେତୁ ହତ୍ୟା କରାଯାଏ। ଯଦି ଏହି ପ୍ରକାରର ପ୍ରକୃତି ଥିବା ବ୍ୟକ୍ତି ଅତ୍ୟଧିକ ଧନୀ ହୁଅନ୍ତି, ତେବେ ତାଙ୍କର ଧନ ହିଁ ତାଙ୍କୁ ବର୍ବାଦ ଆଡ଼କୁ ଟାଣି ନେଇଥାଏ। ଲକ୍ଷ୍ମୀ ମଧ୍ୟ ଏହିପରି ଲୋକମାନଙ୍କ ପାଖରେ ରହିଥାନ୍ତି, ଯାହାଦ୍ୱାରା ସେ ସେମାନଙ୍କୁ ବିନାଶ କରିପାରିବେ। ଆପଣ ନିଶ୍ଚୟ ଦେଖିଥିବେ ଯେ ଅଧିକ ଅର୍ଥ ଥିବା ମଣିଷର ଅନେକ ତ୍ରୁଟି ସୃଷ୍ଟି ହୋଇଥାଏ। ଯେତେବେଳେ ଏକ ପିମ୍ପୁଡ଼ି ମରିବାକୁ ଯାଏ, ତା'ର ଶରୀରରେ ଡେଣା ବାହାରିଯାଏ। ଭୂମିରେ ଘୁରି ବୁଲୁଥିବା ପିମ୍ପୁଡ଼ି ମଧ୍ୟ ଆକାଶରେ ଉଡ଼ିବାକୁ ଲାଗିଥାଏ। ସେହି ଉଡ଼ାଣ ତାକୁ ବିନାଶ ଆଡ଼କୁ ଟାଣିନିଏ। କୁହାଯାଏ ଯେ ବଞ୍ଚିବା ସହଜ, କିନ୍ତୁ ବଡ଼ ହୋଇ ବଞ୍ଚିବା ଅତ୍ୟନ୍ତ କଷ୍ଟକର। ଭଗବାନ ଶିବ କହିଲେ, ହେ ଦେବୀ, ଏହି ଗଛଟି ଛୋଟ ଥିବା ବେଳେ ମଧ୍ୟ ଅତ୍ୟନ୍ତ ଜିଦଖୋର ଥିଲା। ସେ ମୋତେ ଦେଖି ମଧ୍ୟ ପ୍ରଣାମ କଲା ନାହିଁ। ଛୋଟ ଚିନ୍ତାଧାରା ଲୋକମାନେ କଥାବାର୍ତ୍ତା କଲାବେଳେ ମଧ୍ୟ ଅହଙ୍କାର କରିଥାନ୍ତି। ସେମାନେ ନିଜଠାରୁ ବୟସ୍କ ଲୋକମାନଙ୍କୁ ସମ୍ମାନ କରିବା ପାଇଁ ଭୁଲି ଯାଆନ୍ତି। ସେମାନଙ୍କର ନମ୍ରତାର ଭାବ ନଥାଏ। ଯିଏ ଅହଙ୍କାରରେ ବଞ୍ଚେ, ସେ କେବଳ ଅଳ୍ପ ସମୟ ପାଇଁ ବଞ୍ଚିଥାଏ। ସେହିଭଳି ମନ୍ଦ ଲୋକମାନେ ଅଳ୍ପ ସମୟ ପାଇଁ ଧନୀ ହୁଅନ୍ତି, କିଛି ସମୟ ପାଇଁ ଖୁସି ରୁହନ୍ତି। ଯଦି ସେହି ସମୟରେ ସେମାନେ ଉନ୍ନତି ନ କରନ୍ତି, ତେବେ ସେମାନେ ବିନାଶ ଆଡ଼କୁ ଟାଣି ହୋଇଯାଇଥାନ୍ତି। ତେଣୁ ହେ ଦେବୀ, ଯେପରି ଏହି ଗଛ ଗର୍ବ ପାଇଁ ମୂଳ ସହିତ ନଷ୍ଟ ହୋଇଗଲା, ସେହିଭଳି ପାପୀ ମନୁଷ୍ୟମାନଙ୍କର ମଧ୍ୟ ବିନାଶ ହୁଏ। ଯେଉଁମାନେ ଈଶ୍ୱରଙ୍କର ଭକ୍ତ, ଯେଉଁମାନେ ଧର୍ମ ଅନୁସରଣ କରନ୍ତି, ଧାର୍ମିକ ନିୟମ ଅନୁଯାୟୀ ଜୀବନଯାପନ କରନ୍ତି, ଯେଉଁମାନେ କାହାକୁ ଆଘାତ କରନ୍ତି ନାହିଁ,
ଯେଉଁମାନେ ଅନ୍ୟମାନଙ୍କ ଦୁଃଖରେ ଦୁଃଖିତ ସେହି ମଣିଷମାନଙ୍କର ମୁଁ ଯତ୍ନ ନେଉଛି। ଦେଖ, ଏହି ଜଙ୍ଗଲରେ ଅନେକ ଗଛ ଅଛନ୍ତି। ଝଡ଼ ଶକ୍ତି ସେମାନଙ୍କୁ କ୍ଷତି ପହଞ୍ଚାଇ ପାରିଲା ନାହିଁ। ଦର୍ଶକ ବନ୍ଧୁ, ମାତା ପାର୍ବତୀ ଭଗବାନ ଶିବଙ୍କ କଥା ଶୁଣିବା ପରେ ଅତ୍ୟନ୍ତ ଖୁସି ହୋଇଗଲେ ଏବଂ ମାତା ଭଗବାନଙ୍କୁ କହିଲେ, ଆପଣ ଯାହା କହିଛନ୍ତି ମୁଁ ତାକୁ ସମ୍ପୂର୍ଣ୍ଣ ରୂପରେ ବୁଝିଗଲି ଯେ ପାପୀ ଲୋକମାନଙ୍କ ଘରେ ଦେବୀ ଲକ୍ଷ୍ମୀ କାହିଁକି ବାସ କରନ୍ତି। ଏହି କାହାଣୀରୁ ଆମେ ଶିଖିବାକୁ ପାଇଲେ ଯେ ପାପୀ ଓ ଅହଙ୍କାରୀ ଲୋକମାନଙ୍କର ନିଶ୍ଚିତ ଭାବରେ ଏକ ବିପର୍ଯ୍ୟୟ ଅନ୍ତ ଘଟିଥାଏ। ଯେଉଁଠାରେ ଧାର୍ମିକତା ଓ ନମ୍ରତାକୁ ଅନୁସରଣ କରାଯାଏ ସେଠାରେ ଜୀବନ ସ୍ଥିର ଓ ସମୃଦ୍ଧ ହୋଇଯାଏ। ତେଣୁ ଦର୍ଶକ ବନ୍ଧୁ, ଆପଣମାନେ ସ୍ୱୟଂ ଚିନ୍ତା କରନ୍ତୁ କେଉଁ ରାସ୍ତା ଆପଣାଇବା ଉଚିତ। ଯଦି ଆପଣମାନଙ୍କୁ ଏହି ଶିକ୍ଷଣୀୟ ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ କମେଣ୍ଟରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ।